ସିଏ ମୋତେ ସବୁ କହିଥିଲେ କି ରହିଲା 3 ଦିନ ପରେ କହିଲେ କି ତମେ ମାନେ ଏଇଭଳିଆ ଗୋଟେ କାଣ୍ଡ କରିଦେଇ ଆସିଛି। ମୁଁ ପଚାରିଥିଲି କାହିଁକି କରିଦେଇ ଆସିଛୁ, କହିଲେ କି ମୋତେ କି ସେ ଆମ ଘର ଆଜି ତାରି ପାଇଁ ପଡ଼ୁଛି, ସେ ମୋତେ ବହୁତ ଟର୍ଚର କରିଛି, ପଇସା ବି ମୋ ଠାରୁ ବହୁତ ନେଇଛି, ତାପରେ ଘରେ ଆଜି ଆମେ କରିପାରିଲେନି, ବୁଡ଼ି ଯାଇଛନ୍ତି, ସେଇଥିପାଇଁ ମୁଦି ବି ନେଇଛି, ଆମ 3 ଭାଇଙ୍କର ସେମ୍ ମୁଦି କରିଥିଲି ପିନ୍ଧିବା ପାଇଁ, ମୁଦି ବି ଗୋଟେ ନେଇଛି, ହାର ବି ଗୋଟେ ନେଇଛି ମୁଁ କରିଥିଲି, ଆଉ ପଇସା ବି ବାରମ୍ବାର ମାଗିଛି, ମୋତେ ବି ମଝିରେ 1,00,000 ଟଙ୍କା ମାଗୁଥିଲା ବୋଲି କହିଥିଲା। ଘରେ ବି ସମସ୍ତଙ୍କୁ କହିଛି ମୋତେ ଲୋନ୍ କରିକି ଦିଅ, ମୁଁ ଗାଡ଼ି ଚଲେଇବି, ମୁଁ ବାହାରେ ରହିପାରିବି। ଆଉ ମୋତେ ଇଏ ବି କହିଥିଲା ଯଦି ବି ମୁଁ ଧରା ପଡ଼ିଯାଏ ତମେ କିଏ ଯିବନି, ତା ଭାଇ ଜଣେ ଗୁଣ୍ଡା ଅଛି ମାରିଦବ। ସିଏ 10 ବର୍ଷ ଖଣ୍ଡେ ହେଲା ଆସୁନଥିଲା। ଆଉ 2 ବର୍ଷ ତଳେ ଯେଉଁ ପଞ୍ଚାୟତ ଇଲେକ୍ସନ ହେଲା ସେଇଥିରେ ଆସିଥିଲା, ଗୋଟେ ଦିନ ରହିଲା, ତା ପରଦିନ ଇଲେକ୍ସନ ପରଦିନ ପଳେଇଥିଲା। ତାପରେ ତା ମାଆ କହିବା କଥା ଯେ ମଙ୍ଗଳବାର ଦିନ ରାତିର ଆସିଥିଲା, ଆସିକି ପୁଣି ତାର ଭୋଟ 4ଟାରୁ ପଳେଇଛି। ଆଉ ଭୋଟ ଆମେ